এই ପରିବାରର এই ଅଞ୍ଚଳର এই ଜିଲ୍ଲାର ସମସ୍ତଙ୍କର ଶୁଭକାମନା କରୁଛି। ଆମର କୌଣସି ପ୍ରୋଗ୍ରାମ କରିବା ପାଇଁ ବର୍ତ୍ତମାନ ଆମର ଇଚ୍ଛା ନାହିଁ, କାରଣ ଆମେ ଏତେ କ୍ଳାନ୍ତ ହେଇଯାଇଛୁ ଯେ ଆମେ ଉଠିବୁ, କୀର୍ତ୍ତନ କରିବୁ, ପୁଣି କ'ଣ କହିବୁ, ଏସବୁ କଥାରେ ଟିକେ ଆଗ୍ରହ କମିଯାଇଛି। କିନ୍ତୁ ଯଥା ସମୟରେ ଯଦି ଯଥା କାର୍ଯ୍ୟ କରା ନଯାଏ, ସେଥିରେ ମଣିଷ ଯେତିକି ଖୁସି ହୁଅନ୍ତି, ଭଗବତ ସତ୍ତା ସେ ଯିଏକି ସୃଷ୍ଟିର ମାଲିକ, ସେ କିନ୍ତୁ ସେତିକି ଖୁସି ହୁଅନ୍ତି ନାହିଁ। ଯଥା ସମୟରେ ଯଥା କାର୍ଯ୍ୟ ଠିକ ଭାବରେ କରିବା ହିଁ ଧର୍ମ। କେହି ଭାବୁଥିବେ ସନ୍ଧ୍ୟାବେଳେ ପ୍ରାର୍ଥନା କଲେ ଠାକୁର ଖୁସି ହେବେ। ସେମିତି କିଛି ପ୍ରମାଣ ନାହିଁ। ପ୍ରମାଣଟା ଆମେ ସୃଷ୍ଟି କରିଛୁ। ଆମେ ଶୃଙ୍ଖଳିତ ରହିବା ପାଇଁ ଆମେ ଗୋଟେ ସମୟ ସ୍ଥିର କରିଛୁ। ବିଛଣାରୁ ଉଠିବା ମାତ୍ରକେ ଆମେ ଟିକେ ସ୍ମରଣ କରିବା, ଟିକେ ସ୍ନାନ ଶୌଚାଦି କାର୍ଯ୍ୟ ସରିବା ପରେ ଟିକେ ଇଷ୍ଟଙ୍କୁ ସ୍ମରଣ କରିବା। ମଧ୍ୟାହ୍ନରେ ପ୍ରସାଦ ଆମେ ଯାହା ଖାଇବା, ସେ ଖାଇବାର ପୂର୍ବରୁ ଆମେ ଟିକେ ଇଷ୍ଟଙ୍କୁ ସ୍ମରଣ କରିବା। ତାପରେ ସନ୍ଧ୍ୟାରେ ସ୍ମରଣ କରିବା ଏବଂ ରାତିରେ ଶୟନ କକ୍ଷକୁ ଯିବା ପୂର୍ବରୁ ସେଇ ଶୋଇବା ବିଛଣାରେ ବସିକି ଟିକେ ସ୍ମରଣ କରିବା। ସ୍ମରଣ ଗୋଟେ ଅର୍ଥ ଖର୍ଚ୍ଚ ହୁଏନି କି ତା ଦ୍ୱାରା କୌଣସି ମାନେ ବିଶେଷ ସମୟ ମଧ୍ୟ ନଷ୍ଟ ହୁଏନି। ସ୍ମରଣ ହେଉଛି ଗୋଟେ ଶ୍ରେଷ୍ଠ ଭକ୍ତି, ଯେ ସେ ଗୋଟିଏ ସେକେଣ୍ଡରେ ମଧ୍ୟ ସେ ସ୍ମରଣଟି ମାନେ ସରିଯିବ, ପାସ୍ କରିଯିବ। ତେଣୁ ସ୍ମରଣ ହେଉଛି ସବୁଠାରୁ ବଡ଼ କଥା। ଧରନ୍ତୁ ଆମେ ଶାସ୍ତ୍ର ପଢ଼ୁଛେ, ଦ୍ରୌପଦୀଙ୍କୁ ଯେତେବେଳେ ଦୁଃଶାସନ ବିବର୍ଷଣ କରିବା ପାଇଁ ଯେତେବେଳେ ସେ ଉଦ୍ୟମ କଲା, ସେତିକି ବେଳେ ସେ କ'ଣ ପ୍ରାର୍ଥନା ଗୁଡ଼େ ପଢ଼ି ଶିଖିଥିଲେ, ତାକୁ ପଢ଼ିଲେ? ସେ ପ୍ରାର୍ଥନା ପଢ଼ି ନାହାନ୍ତି, କେବଳ ସ୍ମରଣ କଲେ। ସେ ସ୍ମରଣଟି କ'ଣ? ଯେ ଆପଣ ଥାଉଁ ଥାଉଁ ମୁଁ ଯଦି ଏମିତିକା ପରିସ୍ଥିତିରେ ପଡ଼ିବି, ତାହେଲେ ଜଗତର ଲୋକମାନେ ଆପଣଙ୍କୁ କେମିତି ବିଶ୍ୱାସ କରିବେ? ଏଇ କଥା ପଦକରେ ପ୍ରଭୁଙ୍କର ଦୟା ହେଲା ଏବଂ ସେ ସେଥିରୁ ରକ୍ଷା ପାଇଲେ। ये कथा तो बहु हजार वर्ष तलर कथा कि केते हजार वर्ष, किंतु आमे भी एबे
ଯେଉଁ ପରିସ୍ଥିତିରେ ଅଛୁ ବର୍ତ୍ତମାନ ମଧ୍ୟ ସେମିତି ଦ୍ରୌପଦୀଙ୍କ ବସ୍ତ୍ରହରଣ ଭଳି ଆହୁରି ଜଘନ୍ୟ ଅପରାଧ ଆଜି ସମାଜରେ ମଣିଷ କରି ଚାଲିଛି। ସେତେବେଳେ ତ ଗୋଟାଏ ଦ୍ରୌପଦୀକୁ ଗୋଟାଏ ଦୁଃଶାସନ ଟାଣୁଥିଲା ତା ଲୁଗାକୁ, କିନ୍ତୁ ବର୍ତ୍ତମାନ ଆପଣ ଦେଖନ୍ତୁ ଆମ ଦେଶକୁ ଆଗ ଦେଖନ୍ତୁ, ତାପରେ ଅନ୍ୟ ଦେଶକୁ ବି ଦେଖିବେ। ଆଜି କ'ଣ ହଉଛି? କୋଟି କୋଟି ଦୁଃଶାସନ, କୋଟି କୋଟି ମାତୃଶକ୍ତିକୁ ଅବମାନନା କରି ଚାଲିଛି। ତେଣୁ ବର୍ତ୍ତମାନ ଯେ ଦୁଃଶାସନ ମରିଯାଇଛି, ସେ ଦ୍ରୌପଦୀ ଉଦ୍ଧାର ହେଇଛନ୍ତି, ଏସବୁ ଗୋଟେ ଖାଲି କହିବା କଥା କୁହାହେଉଛି। ଆଜି ବି ମଧ୍ୟ ସେଇ କଥା ଘଟୁଛି। ତେଣୁ ସ୍ମରଣ ହେଉଛି ସବୁଠାରୁ ବଡ଼ ଭକ୍ତି। ଯେତେବେଳେ ଦ୍ରୌପଦୀ ଖାଲି ସ୍ମରଣ କଲେ ଯେ ହେ ଗୋବିନ୍ଦ, ତୁମେ ଦ୍ୱାରିକାରେ ଅଛ, ମୁଁ ଏଇଠି ଅଛି, କିନ୍ତୁ ତମେ ଜାଣିପାରୁଛ, ନିଶ୍ଚୟ ଜାଣିବଣି ଯେ ମୋତେ ବର୍ତ୍ତମାନ ଏଇ ଯେଉଁ କୁରୁ ରାଜ ବା କୌରବମାନଙ୍କର ରାଜପ୍ରାସାଦ ଭିତରେ ମୋର ଆତ୍ମୀୟ ସ୍ୱଜନମାନେ ବସିଛନ୍ତି, ଯୁଧିଷ୍ଠିର, ଭୀମ, ଅର୍ଜୁନ ଇତ୍ୟାଦି ବସିଛନ୍ତି। ସେମାନେ ଏତେ ଏତେ ବଡ଼ ବଳୁଆ, କିନ୍ତୁ ସେମାନେ ନୀରବରେ ବସିଛନ୍ତି। କେବଳ ଗୋଟିଏ ଲୋକ ହସୁଛି, ସେ ହେଉଛି କର୍ଣ୍ଣ। ଆଉ ଗୋଟିଏ ଲୋକ ଟିକେ ଟିକେ ହସୁଛି, ଟିକେ ଟିକେ ହସୁଛି, ସେ ହେଉଛନ୍ତି ଶକୁନି। ଏବଂ ବହୁ ଉଲ୍ଲାସରେ ହସୁଛି ମାନେ ଅହଙ୍କାରୀ ଦୁର୍ଯ୍ୟୋଧନ। ଆଉ ଦୁଃଶାସନ, ସେ ତାର ଭାଇର ଆଜ୍ଞାକୁ ପୂର୍ଣ୍ଣ କରିବାକୁ ଯାଇ ସେ ତାର ହସୁଛି। ଆଉ ମୋ ସମ୍ମୁଖରେ ମୋର ମାନେ ରାଜା ଅଛନ୍ତି ଧୃତରାଷ୍ଟ୍ର, ସେ ମୋର ବଡ଼ ଶ୍ୱଶୁର, ଗୁରୁ ଦ୍ରୋଣାଚାର୍ଯ୍ୟ, ସେ ମୋର ଗୁରୁ। ଏଇଭଳି ଭାବରେ ସମସ୍ତ ଆମର ଗାନ୍ଧାରୀ ବସିଛନ୍ତି, ଆଉ ବହୁତ ଲୋକ ବସିଛନ୍ତି। ପିତାମହ ଭୀଷ୍ମ ମଧ୍ୟ ଅଛନ୍ତି, ଗୁରୁ ଦ୍ରୋଣାଚାର୍ଯ୍ୟ ଅଛନ୍ତି, ଯାହାଙ୍କର ଇଙ୍ଗିତରେ ଏଇଭଳିଆ ଦୁଃସାହସିକ କାମ ଗୋଟିଏ ମୁହୂର୍ତ୍ତରେ ବି ଧ୍ୱଂସ ହେଇଯିବ। ଆଜି ସେମାନେ ମୁଣ୍ଡକୁ ତଳକୁ ପୋତିକିରି ବସିଯାନ୍ତି। ତାହେଲେ ତୁମେ ଯଦି ଏଇ ବିପଦରେ ମୋତେ ଦେଖା ନଯିବ ବା ମୋତେ ଯଦି ଦୟା ନ କରିବ, ତାହେଲେ ଅନ୍ୟବେଳେ ଦୟା କରିକି ଲାଭ କ'ଣ ଅଛି? ତୁମେ ଯେବେ କୃପା କରିବ, ମୋତେ ଥିବ ଆବରି, କୃତାନ୍ତକ କିସ କରିବ ବୋଧ ସଡ଼ଇ। ଆଉ ତମେ ଯଦି ବିପଦ ବେଳେ ମୋତେ ଦେଖା ନଦେବ, ସମ୍ପଦ ବେଳେ ଦେଖାଦେଲେ ମୁଁ କ'ଣ ଆପଣଙ୍କୁ ଦୁଃଖ ଜଣେଇବି? ତେଣୁ ଏଇ ଦୁର୍ଯ୍ୟୋଧନ ବା କୌରବମାନଙ୍କର ସମ୍ମାନ ରକ୍ଷା କରିବା ପାଇଁ ମୁଁ ବିନମ୍ର ନିବେଦନ କରୁଛି। ଏଇ କଥାଟି କହିବା ପରେ
ଭଗବାନଙ୍କର ଗୋଟେ କୃପା, ଗୋଟେ କଥା ମନେ ପଡ଼ିଲା। ସେ କଥାଟି ହେଉଛି, ପିଲାଦିନେ ଆମେ ଖେଳୁଥିଲେ, ଗୋଟେ ଆମ୍ବ ପଇଲା, ଆମ୍ବ ଟିକେ ଆଣିକିରି ଗୋଟେ ଛୁରୀରେ ଆମେ ସେ ଆମ୍ବଟିକୁ କାଟିଲୁ। ସେତିକିବେଳେ କୃଷ୍ଣଙ୍କ ହାତରୁ ରକ୍ତ ବୋହିଗଲା। କୃଷ୍ଣଙ୍କର ରକ୍ତ ଦେଖିକିରି ସମସ୍ତେ ନିଜ ନିଜ କକ୍ଷକୁ ଦୌଡ଼ିଲେ, କେମିତି ପ୍ରଭୁଙ୍କର ହାତରୁ ରକ୍ତ ବୁହାଟା ବନ୍ଦ ହେବ। ସମସ୍ତେ ନିଜ ନିଜ ଘରକୁ ଦୌଡ଼ିଲେ ଛିଣ୍ଡା କନା ଆଣିବା ପାଇଁ। କିନ୍ତୁ ମୂଲ୍ୟବାନ ସମ୍ପତ୍ତିର ଅଧିକାରୀ ଥିଲେ, ମାନେ ଲୁଗା ପିନ୍ଧିଥିଲେ, ଶାଢ଼ୀ ପିନ୍ଧିଥିଲେ ଦ୍ରୌପଦୀ। ସିଏ ତାକୁ ନିଜ ହାତରେ ଚିରି ଦେଇ ଦ୍ରୌପଦୀଙ୍କ ହାତରେ ଗୁଡ଼େଇ ଦେଲେ। ସେଇଠି ଭଗବାନ ମନେ ମନେ ପ୍ରତିଜ୍ଞା କରିଥିଲେ, ତୁମେ ମୋତେ ଆଜି ଯେଉଁ ବିପଦରୁ ମାନେ ରକ୍ଷା କଲ, ଏମିତି ଯଦି ସମୟ ତମ ପାଇଁ କେବେ ଆସେ, ମୁଁ ନିଶ୍ଚିତ ତମକୁ ସାହାଯ୍ୟ କରିବି। ଏଇଠି ଦେଖନ୍ତୁ ଆଜିର ସମାଜଟା କୁଆଡ଼କୁ ଯାଉଛି। ଜଣେ କନା ଖଣ୍ଡେ ଗୁରେଇ ଦେଇଥିଲା, ସେ କୁଷ୍ଠ ହୁଅନ୍ତୁ ଆଉ ଯିଏ ହୁଅନ୍ତୁ, ସେ କନା ଖଣ୍ଡକର ଶ୍ରଦ୍ଧା, ଲୁଗାଟାକୁ ଚିରିବାରେ ଗୋଟିଏ ଶ୍ରଦ୍ଧା, ସେ କନାକୁ ଆଣି ତାଙ୍କ ଆଙ୍ଗୁଠିରେ ଗୁରେଇବା ଇଏ ଗୋଟିଏ ଶ୍ରଦ୍ଧା। ଏମିତି ଶ୍ରଦ୍ଧା ତାଙ୍କ ଭିତରେ ଥିଲା। ତେଣୁ ସେ ଶ୍ରଦ୍ଧାର ମୂଲ୍ୟଟା କେତେ ହେଇଗଲା, କୋଟି କୋଟି ଟଙ୍କାର ସମ୍ପତ୍ତି ହେଇଗଲା। ତେଣୁ ଆମେ ତ ଏଠି ବହୁତ ଲୁଗା ବାଣ୍ଟୁଛୁ, କମ୍ବଳ ବାଣ୍ଟୁଛୁ, ଚାଦର ବାଣ୍ଟୁଛୁ, ଲୁଗା ସବୁ ବାଣ୍ଟୁଛୁ, କିନ୍ତୁ ଆମ ପାଇଁ କାହିଁକି ହଉନି? ନା ଆମେ ବାଣ୍ଟୁଛୁ ଆମକୁ ଲୋକ ଜାଣିବା ପାଇଁ। ଆମେ ଏମିତି ଗୋଟିଏ ବଣ୍ଟାଳି, ଆମେ ଲୋକଙ୍କୁ ଦେଖେଇବା ପାଇଁ ବା ନିଜକୁ ପ୍ରତିଷ୍ଠା କରିବା ପାଇଁ ଲୋକ ଆମକୁ ଦାନୀ ବୋଲି କୁହନ୍ତୁ, ସେଇଥିପାଇଁ ଆମେ ଲୁଗା କାଟିକିରି ଲୁଗା ଦାନ କରୁଛୁ। କିନ୍ତୁ ଦ୍ରୌପଦୀ ସେଇ ଅର୍ଥରେ ସେ ଲୁଗା କାଟି ନଥିଲେ କି ବାନ୍ଧି ନଥିଲେ। ତେଣୁ କାମନା କରି ପ୍ରହ୍ଲାଦ ଧରନ୍ତୁ ମାଇଲେ କାହାକୁ, ବାଳିକି ମାଇଲେ, ବଳି କାହିଁକି ମାଇଲେ? ବଳି ତ ଦାନ କରୁଥିଲା, ତାକୁ ପୁଣି ଭଗବାନ କାହିଁ ମାଇଲେ? କେବଳ ତାକୁ ମାଇଲେ, ସେ ସିନା ଦାନ କରୁଛି, ତା ଭିତରେ ମାନେ ଗୋଟେ ଆକାଂକ୍ଷା ଅଛି, ମୁଁ ଯଦି ଏମିତି ଦାନ କରି ଚାଲିବି ତାହେଲେ ମୋର ମୃତ୍ୟୁ ପରେ ମୁଁ ସ୍ୱର୍ଗରେ ଇନ୍ଦ୍ରପଦ ଲାଭ କରିବି। ଠାକୁର ତାକୁ ଶେଷ କରିଦେଲେ। ଆଉ ତମେ କ'ଣ ମାଗିବ? ତମେ କେମିତି ସ୍ୱର୍ଗକୁ ଯିବ? ତେଣୁ ଦାନ କରନ୍ତୁ, କି ଗୋଟିଏ ଅତିଥି ଅଭ୍ୟାଗତଙ୍କୁ ସେବା କରନ୍ତୁ, କି ଆପଣଙ୍କର ବିପଦରେ ପଡ଼ିଥିବା ଅସହାୟ ମଣିଷକୁ ଯତ୍କିଞ୍ଚିତ୍ ସାହାଯ୍ୟ ବି କରନ୍ତୁ। ସେଇ ଗୋଟିକ କେବଳ ଆପଣମାନଙ୍କର ପରଜନ୍ମ ପାଇଁ ରହିଯିବ ଯେ ଇଏ ଲୋକଟି ଏଇଆ କରିଛି। ଆଉ ଯଦି ଲୋକ ଦେଖାଇବା ମାନେ ଲୋକଙ୍କୁ ଦେଖେଇବା ପାଇଁ ଲୋକ ଆମକୁ ଭଲ କହନ୍ତୁ, ଏଇସବୁ କଥା କରିବା ପାଇଁ ଯଦି ଆମେ
ଦାନ ଧ୍ୟାନ ଅମୁକ ଧମୁକ କରୁ, ସିଏ ଦାନର କିଛି ମୂଲ୍ୟ ରହିବ ନାହିଁ। ତେଣୁ ମଣିଷମାନଙ୍କର ମୁକ୍ତି ପାଇଁ ଭଗବାନ କେବଳ ଦ ଅକ୍ଷରକୁ ଦାନ କରିଛନ୍ତି, ସେ ହେଉଛି ଦାନ। ସେଇ ଦ ଅକ୍ଷରକୁ ଦାନ କରିଛନ୍ତି ଦେବତାମାନଙ୍କୁ, ସେଠି ଦ କହିଲେ ଦୟା, ଦୟା କର, ନିଷ୍ଠୁର ହୁଅନା। ସେଇ ଦ ଅକ୍ଷରକୁ ଦେଇଛନ୍ତି ରାକ୍ଷସମାନଙ୍କୁ। ସିଏ ଦ କହିଲେ ବୁଝୁଛନ୍ତି ଯେ ଦମନ, ଆମେ ଯେତେ ଦମନ ଦଂଶନ ସବୁ କରିବୁ ଭଗବାନ ବାଧ୍ୟ ହୋଇକି ଆସିକି ଆମକୁ ମାରିବେ କି ମୁକ୍ତି ଦେବେ, ଯାହା କରିବେ। ତେଣୁ ଆମର ଦମନ ଦରକାର ନାହିଁ କି ଦର୍ଶନ ଦରକାର ନାହିଁ, ସେ କ'ଣ ଆମକୁ ମିଳିବ ସେଗୁଡ଼ାକ ଆମର କିଛି କହିବାର ବି ଦରକାର ନାହିଁ। ଆମେ ଯେତେବେଳେ ଜନ୍ମ ହେଲୁ, ଆମ ପାଇଁ ଆଜି ପର୍ଯ୍ୟନ୍ତ ଖାଇବା ପିଇବା ଶୋଇବା ରହିବା ସବୁ ବ୍ୟବସ୍ଥା ତ ଆମ ପାଇଁ ସେ କରିଛନ୍ତି। ଆମେ ପୁଣି କ'ଣ ଗୁଡ଼ାଏ ମାଗିକିରି ଆମେ ଦାନୀ ହେବୁ, ଏ ଭକ୍ତ ହେବୁ। ତେଣୁ ଆମର ସବୁଠାରୁ ବଡ଼ ଭକ୍ତି ହେଉଛି ସେବା। ସେବା ଠାରୁ ଆଉ ବଡ଼ କଥା ଦୁନିଆରେ କିଛି ନାହିଁ। ଯଦି ଆମେ ଶୋଷିଲା ମଣିଷ ମୁହଁରେ କେତେବେଳେ ଯଦି ଆମେ ପାଣି ଟିକେ ପିଇବାକୁ ଦେଇଥିବୁ, ସେ ଗୋଟେ ସରବତ ହେଇକିରି ଆଉ କେତେବେଳେ ଆମ ପାଇଁ ପହଞ୍ଚିବ। ଏସବୁ କଥା ବି କଥା ନୁହେଁ, ଏସବୁ ଜୀବନର ବି ମୋ ଜୀବନରେ ବି ଏଇସବୁ ଅନୁଭୂତି ମୋ ଜୀବନରେ ବହୁତ ଅଛି। ତେଣୁ ସେ ବଳିକି ସେଇଥିପାଇଁ ବାହିଲେ। ଇଏ କଥା କହିବାର ଉଦ୍ଦେଶ୍ୟ ହେଉଛି ଆମେ ସାଧାରଣ ମଣିଷ ଗୋଟେ ସାଧାରଣ ଅର୍ଥ ଉପାର୍ଜନ କରି ଆମେ ଆମ ପରିବାର କି ଆମ ପାଇଁ ଆମେ ନିଜେ ପରିଚାଳନା କରୁଛୁ। ତାରି ଭିତରେ ଯଦି କେତେବେଳେ କାହାର ଆବଶ୍ୟକ ହୁଏ, ଯଦି ମୁଠାଏ ଚାଉଳ ବି ସେ ଦାନ କରିଥାଏ, ସେଇ ଚାଉଳଟା ପୁଣି ଗଉଣିଏ ଧାନ ହେଇକିରି ତମ ପାଖରେ ଯେମିତି ହେଲେ ପହଞ୍ଚିବ। ହାତୀ ଗୋଟାଏ କେନ୍ଦୁଝରର ଘରକୁ ଭାଙ୍ଗିଲା, ସିଏ ଘରେ ଯେଉଁ ଧାନ ଚାଉଳ ଥିଲା ତାକୁ ଖାଇଲା। ଇଏ ଲୋକଗୁଡ଼ିକ ଘରର ଲୋକମାନେ ସବୁ କାନ୍ଦି ବୋବେଇ ବାହାରକୁ ପଳେଇଲେ। ଗୋଟାଏ କୁଡ଼ିଆ ଘରେ ଥିଲା, ସେ କୁଡ଼ିଆ ଘର ବି ଗଲା। ସେ କେବଳ କାନ୍ଦିକିରି ଖାଲି କହିଲା, ହେ ଗଜରାଜ, ଏତେ ବଡ଼ ଲୋକ ଅଛନ୍ତି ଏ ଗାଁରେ, କେତେ ଜମିଦାର ଅଛନ୍ତି, ତାଙ୍କର କେତେ ସମ୍ପତ୍ତି, କେତେ ଧାନ ଗଦା ହେଇଛି। ମୁଁ ଗୋଟାଏ ଗରିବ ଲୋକ, ପରର ଧାନ କାଟିଲେ ଗୋଟାଏ କଣଟି ମୋତେ ପଡ଼ି ମିଳିବ, କିନ୍ତୁ ତମେ ମୋରି ଧାନକୁ ଖାଇଲ, ମୋ ପିଲା କାଲିକି କ'ଣ ଖାଇବେ? କିନ୍ତୁ ଯେଉଁମାନଙ୍କୁ ଛାଡ଼ି ଦେଇଗଲ, ସେମାନେ ଯଦି ଖାଇଥାନ୍ତେ, ଦେଇଥାନ୍ତେ, ନେଇଥାନ୍ତେ, ତଥାପି ତାଙ୍କର ସରିନଥାନ୍ତା। ଆମେ ତ କହୁଛୁ ହାତୀ ଗୋଟାଏ ପଶୁ, କିନ୍ତୁ ଦେଖାଗଲା ଫରେଷ୍ଟ ଡିପାର୍ଟମେଣ୍ଟ ଆସିଲା, ତାକୁ ଏନକ୍ୱାରି କଲା, ଏଗୁଡ଼ାକ ସବୁ ତ ମଣିଷ ଜଗତର କଥା, କ'ଣ କଲା? ତା ପରଦିନ ଦେଖାଗଲା ଯେଉଁ ସମୟରେ, ଏଇଟା ସତ୍ୟ କଥାଟା କହୁଛି,
ହାତୀ ଯେଉଁ ସମୟରେ ତା ଘର ଭାଙ୍ଗି ତା ଚାଉଳ ନା ହଁ ଚାଉଳ ତ ଚାଉଳ ଗଉଣିଏ ଖାଇଥିଲା, ଠିକ୍ ସେଇ ସମୟରେ ହାତୀ ଆଇଲା। ଇଏ ଡରି ହରି ସବୁ ଗାଁକୁ ପଳେଇଲେ, କହିଲେ ହାତୀ ମାରି ପକେଇବ ଆମକୁ। ହାତୀ କ'ଣ କଲା, ତା କବାଟ ଭାଙ୍ଗିଲା, କୌଣସି କଥା ସେ ଭାଙ୍ଗିନି, କଳବଳ କୌଶଳରେ କେମିତି ତାକୁ ଫିଟେଇ ଫାଟେଇ ଦେଲା। ଆଉ ଫିଟେଇ ଫାଟେଇ ଦେଇ ସାରିଲା ପରେ ଯେତିକି ଚାଉଳ ସେ ଖାଇଥିଲା ସେତିକି ଦି ଗୁଣ ଚାଉଳ, ଗଉଣିଏ ଖାଇଥିଲା ମାନେ ଦି ଗଉଣି ଚାଉଳ, ଯାହା ଖାଇଥିଲା, ମୁଗ ଖାଇଥିଲା, ଆଉ ଯେଉଁ ତାଙ୍କର ସବୁ ଆଦିବାସୀ ଜିନିଷ ଖାଇଥିଲା, ସବୁ ଜିନିଷର ଦି ଗୁଣ ମାନେ ଦି ଗୁଣ ଭଳିଆ ସବୁ ଜିନିଷ ତା ଘରେ ଯେମିତି ଲୋକ ସଜେଇକିରି ରଖନ୍ତି, ଏଠି ଜିରା ସେଠି ଲଙ୍କା ଏଠି ଫୁଟଣ ସବୁ ରଖିଦେଲା। ଘରୁ ହାତୀ ବାହାରିକିରି ପଳେଇଲା। ଇଏ ଲୋକମାନେ କହିଲେ କ'ଣ ଆଜି ଖାଇଲା କି ଆଉ ରଖିଛି କି ନାହିଁ, ଚାଲ ଯିବା ଦେଖିବା। ଇଏ ଠେଙ୍ଗା ବାଡ଼ି ଧରିକିରି ଆଇଲାକୁ ହାତୀ ଆଉ ନାହିଁ। କିନ୍ତୁ ଏତିକି ଅନୁଭବ କଲେ ପୂର୍ବ ରାତିରେ ଯାହା ଯାଇଥିଲା ଆଜି ରାତିରେ ତାର ଦି ଗୁଣ ଜିନିଷ ସେ ପୁଣି ଆମକୁ ଦେଇକିରି ଗଲା। ତେଣୁ ବିନୟ ମଧୁର ବଚନ, ହାତୀର ବି କଥା ଶୁଣିବାର ଶକ୍ତି ରହିଛି, ସେ ବି ଜାଣିପାରିବ। ଆପଣ ଦେଖନ୍ତୁ ଘରେ ଆପଣ, ମୁଁ ତ ଜମା ସେ ବିଲେଇକି ଛୁଏଁନି, ମୋତେ ଭାରି ଡର ମାଡ଼େ। କିନ୍ତୁ ବିଲେଇ ଯେଉଁମାନେ ପୋଷିଛନ୍ତି, ସେ ବିଲେଇଟି ଯଦି ସ୍ନେହ ମମତାକୁ ଯଦି ମାନେ ଆଦର କରି ନଥାନ୍ତେ, ତାହେଲେ ସେ କେବେ ହେଲେ ମାଲିକର ବିଛଣାରେ ଆସି ଶୁଅନ୍ତାନି। କୁକୁର କେବେ ହେଲେ ମାଲିକର ଆଗମନକୁ ସେ ସ୍ୱାଗତ କରନ୍ତାନି। ଆପଣମାନେ ଜାଣିଛନ୍ତି ମୟୂରଭଞ୍ଜର ଖଇରା ବାଘ, ସିଏ ତାଙ୍କର ବାପ ମାଙ୍କ କୋଳରେ ଶୁଏ। ବାପ ମା କହିଲେ ବାଘ ବାଘୁଣୀ ନୁହଁ, ତାକୁ ଯିଏ ପାଳିଥିଲେ ସେଇ ସ୍ୱାମୀ ସ୍ତ୍ରୀଙ୍କ ପାଖରେ ସେ ଶୁଏ। ଲୋକ ସବୁ ବହୁତ ଯାଉଥିଲେ ଦେଖିବା ପାଇଁ, ଏବେ ତ ଆଉ ସେ ନାହିଁ, ସେ ଜାଗାଟାକୁ ବି ଦେଖିବାକୁ ଯାଉଛନ୍ତି। ଏଇ ଖଇରା ବାଘ କାହାକୁ ଦିନେ କ୍ଷତ ବିକ୍ଷତ କରିନି, ବଳିଆ ବି ଯାଇଥିଲା। ସିଏ ତାର ଖାଇଲା ବେଳ ହେଲେ କି କ'ଣ କଲେ, ତାର କ'ଣ ଅସ୍ପଷ୍ଟ ଶବ୍ଦରେ କହେ, ତାକୁ ବୁଝନ୍ତି। ଯାହା ହଉ ସେ ବାପ ମାଙ୍କ କୋଳରେ ସେ ଶୁଏ। ଏଇ ଯୋଉ ପ୍ରକୃତି, ଏଇ ଯୋଉ ମାନେ ତା ଭିତରେ ଯୋଉ ଦିବ୍ୟ ଜ୍ଞାନ, ଆଜି କ'ଣ ସେଇ କଥାଟା ଆମ ସମାଜରେ ଅଛି? ଆମେ କ'ଣ ଆଜି ସେଇ ବାପ ମାଙ୍କର ପୂର୍ବତନ କୋଳ ବା ତାଙ୍କର ସ୍ନେହ, ତାଙ୍କ ଶ୍ରଦ୍ଧାକୁ ଆମେ ଆଜି ଖୋଜୁଛୁ? ସେ ଗୋଟାଏ ମାମୁଲି କାହାର କେମିତି ଟିକେ ନାଗରୁ ମନେ ପଡ଼ିଯାଉଛି। କିନ୍ତୁ ସେ ଏଇଭଳି ଭାବରେ ହଉ ହଠାତ୍ ଦିନେ ଥିଲା ସେ ଜଙ୍ଗଲକୁ ପଳେଇଲା। ଯେମିତି ସେ ଜଙ୍ଗଲକୁ ପଳେଇ ଯାଇଛି, ସମସ୍ତେ ବ୍ୟସ୍ତ ହେଲେ। କିନ୍ତୁ ସମସ୍ତେ ତ ବ୍ୟସ୍ତ ହେଲେ, ଇଏ ମଣିଷ ବାପ ମା ବସି କାନ୍ଦିଲେ। ଏମିତି କାନ୍ଦିଲେ ଯେ ସେ ଖାଇବା ପିଇବା ବି ଛାଡ଼ିଦେଲେ। କ'ଣ
ସିଏ କାନ୍ଦି କାନ୍ଦି ତାଙ୍କ ଖାଇବା ପିଇବା ଛାଡ଼ିଦେଲେ। ସିଏ ଆଉ ଖାଇପାରିଲେନି। ଆଉ ଖଇରା ନ ଆସିବା ଯାକେ ଆମେ ଖାଉ। ସେତେବେଳେ ଆମ ଓଡ଼ିଶାର ଜଣେ ଆଦିବାସୀ ମନ୍ତ୍ରୀ ଥିଲେ କୁଆଁରିଆ ମାଝୀ। କୁଆଁରିଆ ମାଝୀ ସେତେବେଳେ ଥିଲେ ଜଙ୍ଗଲ ମନ୍ତ୍ରୀ। ମନ ଥାଉ ନଥାଉ କର୍ତ୍ତବ୍ୟ ତ କରିବାକୁ ପଡ଼ିବ। କୁଆଁରିଆ ମାଝୀ ଗୋଟେ ଜଙ୍ଗଲ ଭିତରେ ପୁରା ଟେଣ୍ଟ ପଇଲା, ପୋଲିସ ଜଗିଲେ, ମାନେ ସବୁ ଯେମିତି ତାଙ୍କର ଯେଉଁ ପ୍ରୋଟୋକଲ୍ ସବୁ ସେମିତି ପାଳନ କଲେ। ତାଙ୍କ ବାଘର ଖାଇବା ପିଇବା ବ୍ୟବସ୍ଥା ବି ସବୁ ରଖାହେଲା। ଏଇଟାର ଶୋଇଥାଏ କି ଛାନିଆରେ କ'ଣ କରୁଥାଏ ଭଗବାନ ଜାଣେ। ସିଏ 3 ଦିନ କି 5 ଦିନ ଖଣ୍ଡେ ଅପେକ୍ଷା କଲେ, କହିଲେ ଆଉ ହଉ ତ ଆସୁନି, ସେ ପରେ ମରି ମାରି ଗଲାଣି କି କ'ଣ ତାର ପଳେଇଲା। କିନ୍ତୁ ଯେଉଁମାନେ ଚାକିରି କରିଛନ୍ତି ଫରେଷ୍ଟ ଡିପାର୍ଟମେଣ୍ଟରେ ସିଏ ତାଙ୍କୁ ବୁଝେଇଲେ, କହିଲେ ସାର୍ ଆଉ ଗୋଟେ ଦିନ ଅପେକ୍ଷା କରନ୍ତୁ। ଆଉ ସେ ଅପେକ୍ଷା ତ କଲେ। ଇଏ ଶୋଇଛନ୍ତି ମାନେ ନିଦ ହେଇନି। ସିଏ କୋଉଠି ଥିଲା ଫକ୍ ଦେଇଲା ଆସିକିରି କୁଆଁରିଆ ମାଝୀଙ୍କ ବିଛଣା ଉପରକୁ। ସେ ସେତେବେଳେ ଯେଉଁ ଅବସ୍ଥା ହେଇଥିବ, ହିରୋ ବାର କହିକି ଏମିତି ହେଲେ। ସମସ୍ତେ ଘେରିଗଲେ। ଖଇରା ବାଘକୁ ପୁଣି ଆୟତ୍ତ କଲେ, ତାକୁ ବାନ୍ଧିକିରି ପୁଣି ସେଇ ଜାଗାକୁ ଆଣିଲେ ଏବଂ ତାକୁ ଖାଇବା ପିଇବାକୁ ଦେଲେ। ଆଉ ଏମିତି ଦୁଷ୍ଟାମି କରିବୁନି, ତୁ ଆଉ କୁଆଡ଼େ ଯିବୁନି, ଆମେ ହଇରାଣ ହେଉଛୁ, ଏମିତି ହେଇକିରି ସବୁ ହେଲା। ତେଣୁ ମଣିଷ ଯେ କେବଳ ମଣିଷର, ହଁ ସେଇଦିନ ଠାରୁ ଓଡ଼ିଶା ସରକାରଙ୍କର ଗୋଟେ ଡାଏରୀ ମେଣ୍ଟନ ହେଲା। ଖଇରା କେତେବେଳେ ହାଇ ମାରୁଛି ଲେଖା ହେଲା। ବର୍ତ୍ତମାନ ଖଇରା ହାଇ ମାରିଲା। ତାପରେ କେତେବେଳେ ଖଇରା ମାନେ ଖାଇବା ପାଇଁ ଇଙ୍ଗିତ କଲା, ଏଇଆ ଖାଦ୍ୟ ତାକୁ ଦିଆହେଲା। ସେ ଗୋଟିଏ ଲୋକ କେବଳ ଚେୟାରରେ ବସିକିରି ଖଇରା କେତେବେଳେ କ'ଣ କଲା ସେଇ କଥାକୁ ସେ ଲେଖୁଥାଏ। ଏମିତି ହେଇ ହେଇ ସେ ଖଇରା ସେ ଦୁନିଆରୁ ଗଲା। ଏଗୁଡ଼ା ଯିଏ ଥିଲେ ସେ ବି ଗଲେ। କିନ୍ତୁ କଥାଟା ଆଜି ବି ମନେ ଅଛି। ଓଡ଼ିଶା ଇତିହାସରେ ଦିନେ ଏହା ନିଶ୍ଚିତ ଓଡ଼ିଆ ଇତିହାସ ଯାକୁ ନିଶ୍ଚୟ ସ୍ମରଣ କରିବ। ମୁଁ ନିଜେ ଯାଇଥିଲି ଏବଂ ଦେଖିଛି, ତେଣୁ ଏଇଟା ପ୍ରତ୍ୟକ୍ଷ କଥା। ଏଇ ହେଉଛି କଥା। ମଣିଷ କେବେ ମଣିଷ ଭୁଲିଯାଏ, ମଣିଷ ବେଇମାନୀ ହୁଏ, ମଣିଷ ନିମକାହାରାମ ହୁଏ। ଆଜି ମଣିଷ ଯାହାଠାରୁ କିଛି ଉପକାର ପାଏ, ତାର କିଛି ଦିନ ପରେ ସେ କହେ ତୁ ମୋର କ'ଣ କରିଥିଲୁ କି? କିନ୍ତୁ ପଶୁପକ୍ଷୀ ବା ଆମେ ଯେଉଁମାନଙ୍କୁ ମାରିକିରି ଖାଉଛୁ ଆଜି, ଆଉ ପଶୁ ପକ୍ଷୀ ଆଉ କେହି ନାହାନ୍ତି। ଆଜି ମଣିଷ ଆଜି ସବୁଠାରୁ ବେଇମାନ ଆଉ ନିମକାହାରାମରେ ପରିଣତ ହେଇଛି। ମୁଁ ଯଶୀପୁରର ଗୋଟେ ସଭାରେ ବସିକିରି ମୁଁ ଗୋଟା କହୁଛି, ଆଉ ଗୋଟା ସଭା ହେଉଛି। ଆଉ ମୋର ଆଡ଼େ ଡର ଯେ ଏଟା ସଭା ହେଉଛି ଯେ ରାତି 9-8ଟା ହେଲାଣି, କାଳେ ସେ ନକ୍ସଲ ମାନେ ପଶି ଆସିବେ, ଆଉ ସମସ୍ତଙ୍କୁ ମାରିବୁନି ଚାଲିଯିବେ। ଇଏ କ'ଣ ସଭାରୁ ମିଳିବ ମୋତେ? ମୁଁ କେମିତି ସଭା ସାରିବି, ପଳେଇ ଆସିବି। ଏମିତି ହଉ ହଉ ରାତି 9ଟା ହେଇଗଲା। ମୁଁ ଯେତେବେଳେ ବାହାରିଲି ଗାଡ଼ିରେ, ମୁଁ ପଚାରିଲି ପଛ ଗାଡ଼ିଟା କ'ଣ ଲୋଡ଼ ହେଇଗଲାଣି? ନା ନାଇଁ ହେଉଛି, ବହି ବିକ୍ରି ହେଉଛି। କହିଲି ତାହେଲେ ତୁମେ ଟିକେ ଅଧଘଣ୍ଟା ଅପେକ୍ଷା କର, ଆସ, ମୁଁ ଆଗରେ ଯାଉଛି, ସେ ଢାବା ପାଖରେ ମୁଁ ସେଇଠି ଠିଆ ହେବି, ରହିବି,
ତମେ ଆଇଲେ ସାଙ୍ଗ ହେଇକି ଯିବା ଆଉ। ଏଇଟା ହେଉଛି ବାଙ୍ଗିରି ପୋଷି ଘାଟି କଥା କହୁଛି ମୁଁ। ସଉରୁ ଆମେ ଆସିକିରି ସେଇ ବାଙ୍ଗିରି ପୋଷି ଘାଟି ତଳେ ଠିଆ ହେଲୁ, ଗାଡ଼ି ଅଟକେଇଲୁ। ସିଏ ବି ବହିପତ୍ର ବିକ୍ରି ହେଉଛି, ସିଏ ଆଉ ଆସୁନାହାନ୍ତି ଆଉ। ଆମେ କହିଲେ କ'ଣ କଥା ଏଗୁଡ଼ା କ'ଣ ଆମକୁ ମାରିବେ, ସେ ବି ମଲେ, ଇଏ କି କଥା। ଏତିକି ବେଳେ ସେ ଢାବା ଭିତରୁ 5-6ଟି ଖଣ୍ଡେ ଲୋକ ଆଇଲେ। ଯେଉଁ 5-6ଟି ଲୋକ ଆଇଲେ ତାଙ୍କୁ ଦିନରେ ଯଦି ଦେଖିବ ତମେ ଭେଟଣା ହେଇଯିବ। ମାନେ ଯେଉଁ ପ୍ରକାର ତାଙ୍କର ନିଶ, ତାଙ୍କର ଯେଉଁ ପୋଷାକ, ତାଙ୍କର ଯେଉଁ ଚଷମା, ଆଉ ସିଏ ଯେଉଁଭଳି ଭାବରେ ଚାଲିକିରି ଆସୁନାହାନ୍ତି, ତାକୁ ଯିଏ ଦେଖିବ ମୁଁ କହିବି ଦିନରେ ବି ଏଗୁଡ଼ାକୁ ମାରିଦେବେ କ'ଣ କରିବେ ଆଉ। ସେଠୁ ଆମ ପାଖକୁ ଆସିଲେ, ମୁଁ ଠିଆ ହେଇଛି। ସେଠୁ କହିଲେ ବାବା ବଳିଆ କିଏ? ଇଏ ସବୁ ଦେଖେଇଦେଲେ ବାବା ବଳିଆ। ନମସ୍କାର ଟିକେ କଲେ। କହିଲେ ଆପଣ ଏଠି କାହିଁ ଠିଆ ହେଇଛନ୍ତି? ମୁଁ କହିଲି ଏମିତି ଗୋଟେ ପଛ ଗାଡ଼ିଟା ଆସିନି, ସେୟାକୁ ଅପେକ୍ଷା କରୁଛୁ। ନା ସେଇ ପର୍ଯ୍ୟନ୍ତ ଆପଣ ଅପେକ୍ଷା କରିକି ରହିବେ, ସେ କେତେବେଳେ ଆସିବେ। ଏଇ ତ ଢାବାଟା ଅଛି, ଆସନ୍ତୁ ଏଠି ବସିବେ, ଚା ଫାରିଏ ପିଇବେ, ସିଏ ଆଇଲେ ଆଉ ଆପଣଙ୍କୁ ନେଇଯିବେ। ଆଉ କ'ଣ କରିବ? ନାହିଁ କହିଲେ ଭୁଲ, ହଁ କହିଲେ ଭୁଲ, କ'ଣ ମଣିଷ କହିବ? ଯଦି କହିବ ନା ଆମେ ଯିବୁନି, କାଳେ ଆମ ଉପରେ ରାଗିଯିବେ। ଯଦି କହିବ ହଁ ଯିବା, ସେ ବି ଗୋଟେ ରାଗ। ଆଉ କ'ଣ କରିବା? ଆମ ଖାଲି ପାଦ ଖାଲି ଚାଲିଥାଏ, କିନ୍ତୁ ସେ ଯାହା ହଉ ଧୀରେ ଧୀରେ ଆମେ ପହଞ୍ଚିଲୁ। ଆଉ ସେ ଢାବାବାଲା କହିଲା ଆଜ୍ଞା କ୍ଷୀର ନାହିଁ। ଆଉ ସେ ନକ୍ସଲବାଲା କହିଲେ କ୍ଷୀର ନାହିଁ, ଦୋକାନଟା କାହିଁ କରୁଛୁ? ସେ ସେଇଥିରେ ଗାତ କମ। ତାପରେ ମୁଁ କହିଲି ମୁଁ ବି କ୍ଷୀର ଚା ପିଏନି, ନାଲି ଚା ଟିକେ ପିଏ। ସେତେବେଳେ ମୁଁ ପିଉଥିଲି ବି। ହଉ ନାଲି ଚା ଆମକୁ ଆଣିକି ଦେଲେ, ଆମେ ବି ସେମାନେ ପିଇନୁ, ତାକୁ ଖାଲି ମୁହଁରେ ଲଗେଇକି ରଖିଛୁ। ପୁଣି ପଚାରିଲେ ଯେ ଆମେ ଆଜି ଆପଣ ଯେଉଁ ଭାଷଣ ଦେଲେ ଆମେ ସବୁ ଯାଇଥିଲୁ। କାହିଁକି ଯାଇଥିଲୁ? ଆପଣଙ୍କ ଭାଷଣ ଶୁଣିବା ପାଇଁ। କାରଣ ଓଡ଼ିଶାରେ କୌଣସି ସାଧୁସନ୍ଥମାନେ ପରିବେଶ ଉପରେ କିଛି କହନ୍ତି ନାହିଁ, କିନ୍ତୁ ଆପଣ ପ୍ରଥମ ଲୋକ ଏଇଭଳି କଥା କହିବାକୁ ପ୍ରଚାର କରୁଛନ୍ତି। କ'ଣ କହୁଛନ୍ତି ଆମେ ଶୁଣିବାକୁ ଯାଇଥିଲୁ। ମୁଁ କହିଲି କ'ଣ ଆପଣ ଶୁଣିଲେ? ନାଇଁ ଆମେ ଆମର ଯାହା ଶୁଣିଲୁ, ଯଦି ଆମେ ଅସନ୍ତୁଷ୍ଟ ହେଇଥାନ୍ତୁ ସେଇଟା ବମିଙ୍ଗଟା କରିଥାନ୍ତୁ। ତେଣୁ ଆମେ ଦେଖିଲୁ ଆପଣଙ୍କ କଥା ସ୍ୱତନ୍ତ୍ର, ତେଣୁ ଆମେ ଆମର ଫେରି ଆଇଲୁ। ଆଉ ଯାହା ଯାହା ମୁଁ କହିଥିଲି, ମୋର ଓଇଖା ମନେ ନାହିଁ। ଏଇ କାଠ ଗୁଡ଼ାକୁ ରକ୍ଷା କର, ଏଇ କଥା ଇଏ କର, ଏମିତି ସବୁ ମୁଁ କହିଥିଲି। ସେ କଥାକୁ ସବୁ ଟେପ୍ ରେକର୍ଡ କଲା ଭଳିଆ ତାକୁ ସୁନ୍ଦର ଭାବରେ କହିଲେ। ଆଉ ଅଳ୍ପ ଦିନ ପରେ ଆମେ ଗୋଟେ ଏଠି ମେଳା କରିବୁ, ଆପଣ ଆସିବେ? ମୁଁ କାହିଁ ଆସିବୁନି, କ'ଣ ହେଇଛି କି? ଆପଣମାନେ ମେଳା କରିବେ, ଆମେ ଆସିବୁନି କାହିଁକି? ନା ଗୋଟେ ପରିବେଶ ମେଳା ହେବ, କିନ୍ତୁ ନକ୍ସଲମାନଙ୍କ ଦ୍ୱାରା ହେବ, କିନ୍ତୁ ନକ୍ସଲମାନଙ୍କ ନାଁ ରହିବନି। ସେ ସବୁ ରହିବ ବାହାର ଲୋକଙ୍କର ନାଁ। ଆପଣ ଆସନ୍ତୁ, ଗୋଟେ ଦିନ କହିବେ। ତାପରେ ଏମିତି କଥା ହଉ ହଉ ଆମ ଗାଡ଼ି ଆସି ପହଞ୍ଚିଲା। ଆମ ପିଠିରେ ସବୁ ହାତ ମାରିଦେଲେ, କହିଲେ ଯାହା ହଉ ଆପଣଙ୍କ ଭିତରେ ନିର୍ଭୀକତା ରହିଛି, ଏବଂ ଏମିତି କେତେ ଗୁଡ଼ିଏ କଥା କହିଲେ। ଆମକୁ ବିଦାୟ ଦେଲେ, କେଉଁଠି ରାସ୍ତା ପର୍ଯ୍ୟନ୍ତ ଆସିଲେ।
ଆମ ଗାଡ଼ିରେ ଆମେ ସବୁ ବସିଲୁ, ଗାଡ଼ି ଲାଇଟ୍ ଲାଗିଲା, ଗାଡ଼ି ଚାଲିଲା, ସିଏ ଆମକୁ ଟା 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 ଏମିତି କରୁଥାନ୍ତି। ଏମିତି ହେଇକିରି ଆମେ ଫେରିଲୁ। ତେଣୁ ମନୁଷ୍ୟ କାହାରିକି ଘୃଣା କରିବା, କାହାରିକି ଆମେ ହେୟଜ୍ଞାନ ମନେ କରିବା, ଏଇଟା ହେଉଛି ଗୋଟେ ଜୀବନର ସବୁଠାରୁ ବଡ଼ ଭୁଲ। ଏଇଭଳି ଭୁଲକୁ ଯଦି ଜୀବନରେ ଆମେ କରେକ୍ସନ୍ କରିପାରିବା, ତାହେଲେ ଜୀବନରେ ଆମେ ନିଶ୍ଚୟ କିଛି ପାଇବା। ତେଣୁ ଆଜିର କଥା ଏଇଠି ରଖିବା। ନାମ ଟିକେ କର।